ଏଇ ଘରେ ରହିଯାଇଛି ମୋ ପିଲାଦିନର କିଛି ସ୍ମୃତି ଆଉ କିଛି ଭଲ ପାଇବା। ନମସ୍କାର, ଜୟ ଜଗନ୍ନାଥ। ୱେଲକମ୍ କରୁଛି ଆଉ ଗୋଟେ ନୂଆ ମିନି ବ୍ଲଗ୍କୁ। ଆଶା କରୁଥିବି ଆପଣ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଆସି ପହଞ୍ଚି ଯାଇଥିଲି ମୋ ବାପ ଘରେ। ଏତେ ଖୁସି ହେଇଯାଇଥିଲି ଯେ ଭିଡ଼ିଓ ବନେଇବାକୁ ମଧ୍ୟ ଭୁଲି ଯାଇଥିଲି। ଘରକୁ ଆସିଛି ନା, ସେଥିପାଇଁ ବହୁତ ହି ଖୁସି ହେଇଥିଲି। ପହଞ୍ଚିବାର 2-3 ଦିନ ପରେ ହିଁ ମୁଁ ଭିଡ଼ିଓଟି ବନେଇଥିଲି। ସକାଳର ଜଳଖିଆ ଖାଇସାରିଲା ପରେ ବୋଉ ସାଙ୍ଗରେ ଚାଲି ଯାଇଥିଲି ବାଡ଼ିକି। ବୋଉ ବାଡ଼ିରେ କିଛି ପରିବା ଲଗେଇଥିଲା। ଆଉ ଏ ଶାଗ କାଟିବାର ଦେଖି ତାକୁ ପଚାରିଥିଲି, ଏ ଶାଗ ନେଇ କ'ଣ ତୁ ଶାଗ ଭାଜିବୁ? ସେ ହସି କହୁଥିଲା, ନାଇଁ ରେ, ଆଜି ତୋ ପସନ୍ଦର ଖାଇବା ବନେଇବି, ପାଳଙ୍ଗ ଶାଗ ତରକାରୀ। ଆକୁ ଶୁଣିକି ମୁଁ ବହୁତ ହି ଖୁସି ହେଇଯାଇଥିଲି ଆଉ ଆଶ୍ଚର୍ଯ୍ୟ ମଧ୍ୟ ହେଇଯାଇଥିଲି। କାହିଁକି ନା ବାହାଘର ପୂର୍ବରୁ ତାକୁ ଯେବେ ବି କହେ ମୋ ପସନ୍ଦର ଖାଇବା ବନଉନୁ, ତୁ ବୋଧେ ମୋତେ ଭଲ ପାଉନୁ। ଆଜି ମୁଁ ନିଜେ କିଛି ନ କହି ସେ ମୋ ପସନ୍ଦର ସବୁ କିଛି ଖାଇବା ବନେଇ ଦେଉଥିଲା। ଆଜି ସେ ପିଲାଦିନ ସବୁ ଫେରି ଆସନ୍ତା କି? ମୁଁ ନ କହିଲେ ବି ମୋ ବୋଉ ମୋ ପସନ୍ଦର ଖାଇବା ବନେଇ ଦେଇଥାନ୍ତା। ବାଡ଼ିରେ ବୁଲୁ ବୁଲୁ ଏସବୁ ଫୁଲକୁ ଦେଖି ମୋ ମନ ବହୁତ ହି ଖୁସି ହେଇଯାଉଥିଲା। ମନେ ହେଉଥିଲା ଏ ଫୁଲ ଗୁଡ଼େ କେମିତି ମୋତେ କିଛି କହିବାକୁ ଚେଷ୍ଟା କରୁଛନ୍ତି, ମୋ ପିଲାଦିନକୁ ଫେରେଇ ଦେବାକୁ ଚେଷ୍ଟା କରୁଛନ୍ତି। ଆମେ ଭାଇ ଭଉଣୀ ସତ ବଡ଼ ହେଇଯାଇଛୁ, ହେଲେ ସେ ପିଲାଦିନର କଥା ସବୁକିଛି ମନେ ରହିଯାଇଛି। ଏ ଆମ୍ବ ବଉଳ, ଆମ୍ବ, ଏ ଫୁଲ ଗଛ, ଏସବୁ ବହୁତ ହି ମନେ ରହିଯାଇଛି। ମୋ ବୋଉ ଏଇଠି ପ୍ରିପେୟାର କରିଦେଲା ମୋ ପାଇଁ ପାଳଙ୍ଗ ଶାଗ ତରକାରୀ। ଆପଣମାନଙ୍କୁ ଯଦି ଏଇ ରେସିପିଟା ଦରକାର ନା, ମୋତେ ନିଶ୍ଚିତ କମେଣ୍ଟରେ ଜଣାଇବେ। ଯଦି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚାହୁଁଛନ୍ତି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।